ରାଧେ ରାଧେ। ମୁଁ ଶ୍ୱେତଲାନା, ଆପଣ ସମସ୍ତଙ୍କୁ ଶ୍ୱେତଲାନାର ଚ୍ୟାନେଲରେ ଅନେକ ଅନେକ ସ୍ୱାଗତ। କଖାରୁ ଫୁଲ ଭଜା ଆମେ ବିଭିନ୍ନ ପ୍ରକାରର ବନେଇଥାନ୍ତି। କେତେବେଳେ ଚାଉଳ ବାଟିକି ବନେଇଥାନ୍ତି, କେତେବେଳେ ବେସନରେ ଗୋଳେଇ ବନେଇଥାନ୍ତି, କେତେବେଳେ ଚାଉଳ ଚୁନାରେ ବନେଇଥାନ୍ତି। ଆଜି ମୁଁ କେମିତି ବନେଇଛି ରାଧାଗୋବିନ୍ଦଙ୍କ ପାଇଁ କଖାରୁ ଫୁଲ ଭଜା, ଆପଣମାନେ ଭିଡ଼ିଓକୁ ଫୁଲ୍ ୱାଚ୍ କରନ୍ତୁ। ତାହେଲେ ଚାଲନ୍ତୁ ଡେରି ନକରି ଷ୍ଟାର୍ଟ କରିବା ଆଜିର ରେସିପି। କଖାରୁ ଫୁଲ ବରା ପାଇଁ ଦେଖନ୍ତୁ ମୁଁ ଏଠି ନେଇଛି କଖାରୁ ଫୁଲ 10ଟା ପାଖାପାଖି କଖାରୁ ଫୁଲ ନେଇଛି। ୟାକୁ ଆମେ ଭଲ ଭାବରେ ତାର ଡେମ୍ଫରୁ ଛଡ଼େଇକି ରଖିବା। ଦେଖନ୍ତୁ ମୁଁ ଗୋଟେ ଗୋଟେ କରିକି ତାର ଡେମ୍ଫରୁ ସବୁ ଛଡ଼େଇ ଦଉଛି। ଭଲ ଭାବରେ ଛଡ଼େଇବେ, କ'ଣ ପାଇଁକି ଏଠି ପୋକ ବି ଥାଏ। ଭଲ ଭାବରେ ଛଡ଼େଇକି ଦେଖିଦେବେ, ଚେକ୍ କରିଦେବେ ପୋକ ଫୋକ ଅଛି କି ନାହିଁ। ତାପରେ ୟାକୁ ପରିଷ୍କାର କରିକି ପାଣିରେ ପୁରା ଧୋଇଦେବେ। କାହିଁକି ବର୍ଷା ଦିନରେ ନା ପୋକ ଫୋକ ବହୁତ ଥାଏ ଏଇ ସବୁ ଜିନିଷ ମାନଙ୍କରେ। ଦେଖନ୍ତୁ ମୁଁ ଭଲ ଭାବରେ ଛଡ଼େଇ ଦେଲି, ଚେକ୍ ବି କରିଦେଲି, ପୋକ କିଛି ନାହିଁ। ୟାକୁ ଆମେ ଏବେ ପାଣିରେ ଭଲ ଭାବରେ ଧୋଇଦେବା। ଏଇପରିକା ଧୋଇବେ। ଏଇପରିକା ଧୋଇଲେ ନା ଆମର ଫୁଲ ଗୁଡ଼ା ନା ମାନେ ଛିଣ୍ଡିବନି, ଗୋଟା ଗୋଟା ହେଇକି ରହିବ। ଆପଣ ମାନେ ଯଦି ପିଠଉ ଦେଇକି ଗୋଟା ଗୋଟା ଫୁଲ ବି ଭାଜିବା ଲାଗି ଚାହିଁବେ, ଏଇପରିକା ଯଦି ଧୋଇବେ ସେମିତି ବି କରିପାରିବେ। ଏବେ ଦେଖନ୍ତୁ କଖାରୁ ଫୁଲ ସବୁ ମୁଁ ଭଲ ଭାବରେ ଧୋଇ ଦେଇଛି, ଆଉ ଗୋଟେ ବାଉଲରେ ବାହାର କରିକି ରଖିଦେଇଛି। ଏଠି ଦେଖନ୍ତୁ ନେଇଛି 2ଟା ଛୋଟ ଛୋଟ ଆଳୁ 2ଟା ନେଇଛି। ତାର ଚୋପା ଛଡ଼େଇ ଦେଇକି ତାକୁ ମୁଁ ଭଲ ଭାବରେ ଏମିତି ଦେଖନ୍ତୁ କୋରି ଦଉଛି। ଏଇପରିକା ଆପଣମାନେ ବି କୋରି ଦେବେ। କୋରି ସାରିଲା ପରେ ୟାକୁ ପାଣିରେ ଭଲ ଭାବରେ ପକେଇଦେବେ। ପାଣିରେ ପକେଇକି ୟାକୁ ପରିଷ୍କାର କରିକି ଚକଟିକା ଧୋଇବେ, ଯେମିତି ତାର ମଇଳା ପାଣି ସବୁ ବାହାରିଯିବ। ଆଉ ଯେତେବେଳେ ଧୋଇ ସାରିବେ ତାକୁ ପୁରା ଚିପୁଡ଼ିକି ଗୋଟେ ବାଉଲରେ ବାହାର କରିକି ରଖିବେ। ଦେଖନ୍ତୁ ଭଲ ଭାବରେ ଚିପୁଡ଼ି ବି ଦେଇଛି ମୁଁ। ଚିପୁଡ଼ି ସାରିଲା ପରେ ଆମେ ସେଠି ବେସନକୁ ପକେଇବା। ବେସନ ଆମେ 2 ବଡ଼ ଚାମଚ ନେବା। ତାପରେ ଆମେ ନେବା ଏଠି ହଳଦୀ ଗୁଣ୍ଡ ଅଧା ଚାମଚ ନେବେ। ତାପରେ ଦେଖନ୍ତୁ ମୁଁ ସ୍ୱାଦ ଅନୁସାରେ ଲୁଣକୁ ପକେଇଲି। ଆଉ ଲଙ୍କାଗୁଣ୍ଡ 1 ବଡ଼ ଚାମଚ ପକେଇବେ, କାହିଁକି ନା ଲଙ୍କାଗୁଣ୍ଡରେ ହିଁ ଆମର ରାଗ ରାଗ ଟିକେ ଲାଗିବ, ଆଉ ଟେଷ୍ଟ ବି ଆସିବ। ତାପରେ କର୍ଣ୍ଣଫ୍ଲୋରକୁ ପକେଇବେ। କର୍ଣ୍ଣଫ୍ଲୋର ପକେଇ ସାରିଲା ପରେ ୟାକୁ ଆପଣମାନେ ଭଲ ଭାବରେ ଚକଟିକା ପୁରା ମିଶେଇବେ। ତାପରେ ଆମେ ଯୋଉ ରଖିଥିଲେ ନା ଫୁଲ ତକ ଧୋଇକି, ତାକୁ ବି ଆମେ ସେଇଠି ଚକଟି ଦେବା। ଏଇ ଯୋଉ ଆମେ ଏଇ ବରାଟା କରିବା, ଏଥିରେ ସୋଢ଼ା ବି ପକେଇବା ଦରକାର ନାହିଁ, କି କୌଣସି ବି ମସଲା ଗୁଣ୍ଡ ପକେଇବେନି। ଖାଲି ହଳଦୀ, ଲୁଣ ଆଉ ଲଙ୍କା ଗୁଣ୍ଡରେ ଏଇ ବରାଟା ଆମର ହବ। ତାହେଲେ ଆମର ନା ଏଇ ଯୋଉ ଫୁଲର ଟେଷ୍ଟଟା, ସ୍ୱାଦଟା ଆପଣମାନେ ଖାଇଲା ବେଳକୁ ଜାଣିପାରିବେ। ଆଉ ଯଦି ଇଆଡ଼ୁ ସିଆଡ଼ୁ କିଛି ମସଲା ଗୁଣ୍ଡ ପକେଇଦେବେ ନା, କିଛି ବି ମାନେ ଜଣା ପଡ଼ିବନି, ଫୁଲର ଟେଷ୍ଟ କିଛି ଆସିବନି ଏ ବରାରେ। ସେଥିଲାଗି ପୁରା ସିମ୍ପଲରେ କରିବେ, ଖାଲି ହଳଦୀ, ଲୁଣ ଆଉ ଲଙ୍କାଗୁଣ୍ଡ ପକେଇକି ଏଇ ବରାକୁ କରିବେ, ଦେଖିବେ ବହୁତ ଟେଷ୍ଟି ଲାଗିବ। ତାପରେ ଦେଖନ୍ତୁ ମୁଁ ତାୱାଟେ ବସେଇଲି। ତାୱାରେ ଆମର ଯେତେବେଳେ ଗରମ ହେଇଯିବ ତାୱାଟା, ସେଠି ଆମେ ତେଲ ଅଳ୍ପ ଟିକେ ପକେଇବା। ତାପରେ ଆମେ ଯୋଉ ରଖିଥିଲେ ନା ଆଳୁ ଆଉ ଫୁଲକୁ ଗୋଳେଇକି, ତାକୁ ଆମେ ଚେକା ଚେକା କରିକି ଭାଜିବା। ଏମିତି ଗୋଟେ ଗୋଲ ଗୋଲ କରିବେ, ତାପରେ ହାତରେ ଟିକେ ଏମିତି ଜାକି ଦେବେ। ତାପରେ ତାକୁ ଆପଣମାନେ ସେ ତାୱାରେ ପକେଇବେ। ସବୁତକ ଦେଖନ୍ତୁ ମୁଁ ଏଇଠି ତାୱାରେ ପକେଇଦେଲି। ତାପରେ ନା ଆମେ କ'ଣ କରିବା, ଉପରେ ନା ଟିକେ ଟିକେ ଏମିତି ତେଲ ଆପଣମାନେ ଦେଇଦେବେ। ତଳଟା ଯେତେବେଳେ ଆମର ହେଇ ଆସିବ, ଆମେ ତାକୁ ଓଲଟ ପାଲଟ କରିବା। ଏମିତି ଓଲଟ ପାଲଟ କରିକି ଲୋ ଫ୍ଲେମ୍ରେ ଆମେ ୟାକୁ 5ରୁ 7 ମିନିଟ୍ ଏମିତି ଭାଜିବା। 5-7 ମିନିଟ୍ରେ ଆମର ଏଇ ଭଜାଟା ହେଇଯାଇଥାଏ, ବହୁତ ଜଲ୍ଦି ହେଇଯାଏ, ବେଶୀ ଟାଇମ୍ ଲାଗେନି। ଆଉ ଗରମ ଗରମ ଆପଣମାନେ ୟାକୁ ଖାଇବେ ଭାତ ସାଙ୍ଗରେ କି ପଖାଳ ସାଙ୍ଗେ, ବହୁତ ବଢ଼ିଆ ଲାଗିବ। ଏହିପରିକା ଆପଣମାନେ ଏପଟ ସେପଟ କରିକି ୟାକୁ ଲୋ ଫ୍ଲେମ୍ରେ ହିଁ ଭାଜିବେ, ହାଇ ଫ୍ଲେମ୍ରେ ଜମା ବି କରିବେନି। ହାଇ ଫ୍ଲେମ୍ରେ କଲେ କ'ଣ ହବ ନା, ଜଲ୍ଦି ତଳଟା ହେଇଯିବ, କିନ୍ତୁ ଭିତରଟା ଆମର କଞ୍ଚା ରହିଯିବ। କାହିଁକି ଏଠି ଟିକେ ଆଳୁ ବି ଆମର ପଡ଼ୁଛି, ସେଥିପାଇଁ ଆପଣମାନେ ଲୋ ଫ୍ଲେମ୍ରେ ହିଁ କରିବେ। ବହୁତ ସହଜରେ ହେଇଯାଇଥାଏ, ଆପଣମାନେ କରିବେ ଆଉ ଭଗବାନଙ୍କୁ ଅର୍ପଣ କରିକି ପାଇବେ। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ଆମର ବରାର କଲର୍ଟା। ସବୁ ହେଇଗଲା ପରେ ଦେଖନ୍ତୁ ମୁଁ ଗୋଟେ ପ୍ଲେଟ୍ରେ ବାହାର କରିଦେଲି। ଏବେ ଆମେ ଆମର ଶ୍ରୀ ରାଧାଗୋବିନ୍ଦଙ୍କୁ ଅର୍ପଣ କରିବା। ତୁଳସୀ ପକେଇକି ଭଗବାନଙ୍କୁ ଅର୍ପଣ କରିବେ। ଯଦି ଆପଣମାନଙ୍କୁ ଆଜିର ଏଇ କଖାରୁ ଫୁଲ ବରାର ରେସିପିଟା ଭଲ ଲାଗିଥିବ, ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି।
ଯେତେ ପାରିବେ ଆପଣମାନେ ଫ୍ରେଣ୍ଡ ଫ୍ୟାମିଲିଙ୍କ ସହ ସେୟାର କରିବେ। ମୁଁ ପୁଣି ନୂଆ ରେସିପି ନେଇ ଶୀଘ୍ର ଆସିବି। ରାଧେ ରାଧେ।